ଆଜ୍ଞା ମୁଁ ଭାବି ନଥିଲି ମୁଁ ପ୍ରଥମେ ଭଗବାନ କହୁଥିଲି ପ୍ରଭୁ ମୋ ର୍ୟାଙ୍କ ଆସିଯାଉ, କାରଣ ମୁଁ ଲାଇବ୍ରେରୀ ଯାଇକି ଯେମିତି କାମ କରିବା ଲାଇବ୍ରେରୀ ଯାଇ ପଢୁଥିଲି। ହଠାତ୍ ଦେଖିଥିଲି ଯେତେବେଳେ ଏତେ ଖୁସି ହେଇଯାଇଥିଲି, ମାନେ ପ୍ରଥମେ କଲ୍ କରିଥିଲି ମୋ ମାଆଙ୍କୁ, ମୁଁ ଘରେ ଜଣେଇଲି, ମୋ ବାପା ବହୁତ ଖୁସି ହେଇଯାଇଥିଲେ, ମୂର୍ଚ୍ଛାନ୍ୱିତ ହେଇଯାଇଥିଲେ। ସେତେବେଳେ ଆପଣ କୋଉଠି ଥିଲେ? ମୁଁ ଆଜ୍ଞା କେଉଁଝରରେ ଥିଲି କାଲି, ଆଜି ସକାଳେ ଘରକୁ ଆସିଥିଲି, କାରଣ ମୁଁ ରୋଷ୍ଟର ଡ୍ୟୁଟି ପଡ଼ିଥିଲା ସେଠି ଡ୍ୟୁଟି କରୁଥିଲି। କିନ୍ତୁ ବହୁତ ଖୁସି ହେଇଯାଇଥିଲା ଆଜ୍ଞା, ମୋ ଲାଗିଲା ଦୀର୍ଘ 2 ବର୍ଷର ମୋର ଏଇ ଯେଉଁ ଅଦମ୍ୟ ପରିଶ୍ରମ ଏବଂ ସେଇ ସ୍ଲିପଲେସ୍ ନାଇଟ୍, ଆର୍ଲି ମର୍ଣ୍ଣିଂରେ କାମ କରିବା, କଲେଜରୁ ଆସି ଥକି ମଧ୍ୟ ମୁଁ ବେଳେବେଳେ ଏମିତି ଲାଗୁଥାଏ ନା ପାଠ ପଢ଼ିବିନି, କିନ୍ତୁ ଯେତେବେଳେ ଆଖି ବନ୍ଦ କରିଦିଏ ମୋ ବାପା ମାଆଙ୍କର ଦୁଇଟି କରୁଣ ମୁହଁ ମୋ ଆଗରେ ନାଚି ଉଠେ। କିନ୍ତୁ ସେଇଟା ମୋତେ ପ୍ରେରଣା ଦେଇଛି, ନା ମୋତେ ପଢ଼ିବାର ଅଛି, ମୋତେ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଅଛି। ଦେଖନ୍ତୁ ବହୁତ ଦୁଃଖ କଷ୍ଟ ଭିତରେ ଆପଣ ଆଜି ସଫଳତା ପାଇଛନ୍ତି। କଣ ଲୋକମାନଙ୍କ ପାଇଁ କଣ କରିବେ? ଅନେକ ଦେଖନ୍ତୁ ରାଜ୍ୟରେ ଅନେକ ଗରିବ ଲୋକ ଅଛନ୍ତି, ସେମାନଙ୍କ ପାଇଁ କଣ କରିବେ? ଆଜ୍ଞା ମୁଁ ଏଇଆ ସ୍ଥିର କରିଛି, ଯେହେତୁ ମୁଁ ଗୋଟେ ରୁରାଲ ବ୍ୟାକଗ୍ରାଉଣ୍ଡରୁ ଆସୁଛି, ଗୋଟେ ଗରିବ ପରିବାରରୁ ଆସିଛି, ତେଣୁ କେବେ କୋଉ ଗରିବର ପେଟରେ ଦାନା ମାରିବିନି, ସବୁବେଳେ ଗରିବର ସାଥୀ ହେଇକି ରହିବି। ଗରିବଟି ଆସିଲେ ତାକୁ ଯେମିତି ସୁଚାରୁ ରୂପେ ତାର ବ୍ୟବହାର ପାଇବ, କେବେ ବାବୁ ପଣିଆ ଦେଖେଇ ହେବିନି, ଉପରିସ୍ଥ ଅଧିକାରୀ ବୋଲି ଜଣେଇବିନି। ସେ ମଉସାଟେ ହଉ କି ମାଉସୀଟେ ହଉ, ସମସ୍ତେ ଯେମିତି ସରକାରଙ୍କର ସବୁ ଯୋଜନାରେ ଅନ୍ତର୍ଭୁକ୍ତ ହେଇପାରିବେ, ସେଇ ପାଇଁ କାମ କରିବି। ସରକାରଙ୍କର ସବୁ ଯୋଜନାର ସଫଳ ରୂପାୟନ ହେଇପାରିବ, ସେଥିପ୍ରତି କାମ କରିବି। ମାର୍ଜିନାଲାଇଜ୍ଡ କମ୍ୟୁନିଟିଜ୍, ଟ୍ରାଇବାଲ କମ୍ୟୁନିଟି ପ୍ରତି ଆଡମିନିଷ୍ଟ୍ରେଟିଭ ଏମ୍ପାଥି ରଖିବି। ସବୁବେଳେ ସେମାନଙ୍କ ପ୍ରତି ମୁଁ ସବୁବେଳେ ଏମ୍ପାଥି ରଖିକି କାମ କରିବାକୁ ଚେଷ୍ଟା କରିବି।